ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ପଦ୍ମପୁରର ଐତିହାସିକ ଶୈବପୀଠଗୁଡ଼ିକରେ କାଉଡ଼ିଆଙ୍କ ଲମ୍ବା ଲାଇନ୍। ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକର ଐତିହାସିକ ଶୈବପୀଠଗୁଡ଼ିକରେ ଆଜି କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆଜି ହେଉଛି ପବିତ୍ର ଶ୍ରାବଣ ମାସ ଆରମ୍ଭ ହେଉଛି, ଏଥିପାଇଁ ସମସ୍ତ ଶୈବପୀଠଗୁଡ଼ିକରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳୁଛି। ଭଗବାନ ଶିବଙ୍କ ପାଇଁ ଶ୍ରାବଣ ମାସ ପ୍ରିୟ ହୋଇଥିବାରୁ ଶିବ ଭକ୍ତମାନେ ମଧ୍ୟ ଏହି ମାସ ପାଇଁ ଉତ୍ସାହିତ ସହିତ ଅପେକ୍ଷା କରିଥାନ୍ତି। ବିଶେଷ କରି କାଉଡ଼ିଆ ବା ବୋଲବମ୍ ଯାତ୍ରାକୁ ନେଇ କାଉଡ଼ିଆମାନଙ୍କର ମଧ୍ୟ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ଶିବ ଭକ୍ତମାନେ ବୋଲବମ୍ ଯାତ୍ରା ପାଇଁ ଆରମ୍ଭ କରୁଛନ୍ତି। ଏ ଦୃଶ୍ୟ ହେଉଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକର ଐତିହାସିକ ଶୈବପୀଠ ଶ୍ରୀ ମଲ୍ଲିକେଶ୍ୱର ମନ୍ଦିରର ଦୃଶ୍ୟ। ଏଠାରେ ସକାଳୁ ସକାଳୁ କାଉଡ଼ିଆମାନେ ପହଞ୍ଚୁଛନ୍ତି ଏବଂ ଦେବାଦିଦେବ ମହାଦେବଙ୍କ ମସ୍ତକରେ ଜଳାଲାଗି ମଧ୍ୟ କରୁଛନ୍ତି। ମଧ୍ୟରାତ୍ରିରେ ଏମାନେ ପବିତ୍ର ବଂଶଧାରା ନଦୀରେ ପୂଜାର୍ଚ୍ଚନା କରୁଛନ୍ତି ଏବଂ ସକାଳୁ ସକାଳୁ ଚାଲି ଚାଲି ଏଠାରେ ପହଞ୍ଚୁଛନ୍ତି। ସେହିଭଳି ଶ୍ରୀ ଧବଳେଶ୍ୱର ମନ୍ଦିର ପରିସରରେ ମଧ୍ୟ ଏଠାରେ ଧବଳେଶ୍ୱର ବୋଲବମ୍ ସଂଘ ତରଫରୁ ଜଳାଭିଷେକ କରାଯାଇଥିଲା। ଆଉ ଏ ଦୃଶ୍ୟ ହେଉଛି ପଦ୍ମପୁରର ପୁଡ଼ିକେଶ୍ୱର ବୋଲବମ୍ ସଂଘର ଦୃଶ୍ୟ। ଏଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇନ୍ଦିରାନଗର ସାହି ପିଲାମାନେ ଏଠାରେ ବୋଲବମ୍ ଭକ୍ତମାନେ ପହଞ୍ଚୁଛନ୍ତି ଏବଂ ଦେବାଦିଦେବ ମହାଦେବଙ୍କୁ ମଧ୍ୟ ଜଳାଭିଷେକ କରୁଛନ୍ତି। ଏମାନେ ବଂଶଧାରା ନଦୀର ମଧ୍ୟରାତ୍ରିରେ ପୂଜାର୍ଚ୍ଚନା କରୁଛନ୍ତି। ପୂଜାର୍ଚ୍ଚନା କରିବା ପରେ ପାଦରେ ଚାଲି ଚାଲି ବାହୁଙ୍ଗି ଭାର କାନ୍ଧରେ ଧରି ସେମାନେ ଦେବାଦିଦେବ ମହାଦେବଙ୍କ ପାଖରେ ପହଞ୍ଚୁଛନ୍ତି ଏବଂ ଜଳାଭିଷେକ ମଧ୍ୟ ସକାଳୁ କରୁଛନ୍ତି। ତେବେ ଏହି ଜଳାଭିଷେକ କଲେ ସେମାନଙ୍କୁ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି। ତେବେ ଅନେକ ଶିବ ଭକ୍ତମାନେ ଅଛନ୍ତି ଏବଂ ଶିବ ଭକ୍ତମାନେ ଏଠାରେ ଉପସ୍ଥିତ ରହି ଦେବାଦିଦେବ ମହାଦେବଙ୍କୁ ଦର୍ଶନ କରୁଛନ୍ତି। ଏହି ମାସରେ ଶିବ ଭକ୍ତମାନେ ଭଗବାନଙ୍କୁ ଶିବ ପୂଜା କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ମଧ୍ୟ ସେମାନେ ବିଶ୍ୱାସ ରଖୁଛନ୍ତି। ଏ ହେଉଛି ସେ ଦୃଶ୍ୟ ପୁଡ଼ିକେଶ୍ୱର ମନ୍ଦିର ପରିସରରେ। ଏଠାରେ କାଉଡ଼ିଆ ଭାଇମାନେ ଉପସ୍ଥିତ ରହିଛନ୍ତି ଏବଂ ଜଳାଭିଷେକ ମଧ୍ୟ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ଆଉ ଏ ଦୃଶ୍ୟ ହେଉଛି ପଦ୍ମପୁରର ବାବା ଶ୍ରୀ ଆଖଣ୍ଡଳୀମଣିଙ୍କ ବାବାଙ୍କର ଦୃଶ୍ୟ। ଏଠାରେ ମଧ୍ୟ କାଉଡ଼ିଆ ଭାଇମାନେ ଏକାଠି ହୋଇଛନ୍ତି ଏବଂ ଜଳାଭିଷେକ ମଧ୍ୟ କରୁଛନ୍ତି। ପବିତ୍ର ବଂଶଧାରା ନଦୀରୁ ସେମାନେ ଚାଲି ଚାଲି ଖାଲି ପାଦରେ ଚାଲି ବାହୁଙ୍ଗି ଧରି ସେମାନେ ବାବା ଆଖଣ୍ଡଳୀ ବାବାଙ୍କ ନିକଟରେ ପହଞ୍ଚୁଛନ୍ତି ଆଉ ଜଳାଭିଷେକ ମଧ୍ୟ କରୁଛନ୍ତି। ତୁଣ୍ଡରେ ଶିବ ନାମ ଏବଂ ବୋଲବମ୍ ହରର ବମ୍ ଡାକି ଡାକି ସେମାନେ ଖାଲି ପାଦରେ ଚାଲି ଦେବାଦିଦେବ ମହାଦେବଙ୍କ ନିକଟରେ ପହଞ୍ଚୁଛନ୍ତି। ବିଶ୍ୱାସ ଅଛି ଶ୍ରାବଣ ମାସରେ ପବିତ୍ର ନଦୀଗୁଡ଼ିକ ଜଳ ନେଇ ଜଳାଭିଷେକ କଲେ ମହାଦେବଙ୍କ ବହୁତ ଖୁସି ହୋଇଥାନ୍ତି ଏବଂ ଭକ୍ତଙ୍କ ସମସ୍ତ ଇଚ୍ଛା ମଧ୍ୟ ପୂରଣ କରିଥାନ୍ତି। ଆଉ ଏ ଦୃଶ୍ୟ ହେଉଛି ପଦ୍ମପୁରର ଜଗମୁଣ୍ଡା ପାହାଡ଼ ଉପରେ ଥିବା ଐତିହାସିକ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ଦୃଶ୍ୟ। ଏଠାରେ ନୀଳକଣ୍ଠେଶ୍ୱର ବୋଲବମ୍ ସଂଘ ତରଫରୁ ପାଖାପାଖି 200ରୁ ଅଧିକ କାଉଡ଼ିଆ ଭାଇମାନେ ଏକାଠି ହୋଇଛନ୍ତି ଏବଂ ପବିତ୍ର ଗୁଣପୁର ବଂଶଧାରା ନଦୀ ନିକଟରୁ ସେମାନେ ମଧ୍ୟରାତ୍ରିରେ ପୂଜାର୍ଚ୍ଚନା କରୁଛନ୍ତି। ମଧ୍ୟରାତ୍ରିରେ ପୂଜାର୍ଚ୍ଚନା କରିବା ପରେ ପଦ୍ମପୁରରୁ ପାଖାପାଖି 20 କିଲୋମିଟର ଦୂର ସେମାନେ ପାଦରେ ଚାଲି ଚାଲି ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ୱରଙ୍କ ପାଖରେ ପହଞ୍ଚନ୍ତି। ତେବେ ବିଭିନ୍ନ ଯାତ୍ରାର ମଧ୍ୟ ନିୟମ ରହିଛି। ସେମାନେ 1 ମାସ ଧରି ପୂଜାର୍ଚ୍ଚନା କରୁଛନ୍ତି। କାଉଡ଼ିଆ ଯାତ୍ରା ଖାଲି ପାଦରେ ସେମାନେ ସର୍ବଦା ରହିଥାନ୍ତି ଏବଂ 1 ମାସ ଧରି ଏକ ଆଶ୍ରମର ମଧ୍ୟ ପୂଜାର୍ଚ୍ଚନା କରୁଛନ୍ତି। ଏ ହେଉଛି ସେ ଦୃଶ୍ୟ। ଏଠାରେ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ଅନେକ ବୋଲବମ୍ କାଉଡ଼ିଆ ଭାଇମାନେ ଜଳାଭିଷେକ ମଧ୍ୟ କରୁଛନ୍ତି। ଶ୍ରାବଣ ମାସରେ ନୀତି ନିୟମ ନିଷ୍ଠାର ରହିବା ଉଚିତ। ଏହି ମାସ ପାଇଁ ସେମାନେ ଆଶ୍ରମରେ ରହିଥାନ୍ତି। ତେବେ କାଉଡ଼ିଆମାନେ ମଧ୍ୟ ବିଭିନ୍ନ ନୀତି ନିୟମ ପୂଜାର୍ଚ୍ଚନା କରୁଛନ୍ତି। ସକାଳୁ ପୂଜାର୍ଚ୍ଚନା କରିବା ସହ ଦେବାଦିଦେବ ମହାଦେବଙ୍କୁ ମଧ୍ୟ କୃପା ଲାଭ କରୁଛନ୍ତି। ବିଭିନ୍ନ ନୀତି ନିୟମ ରହିବା ଦ୍ୱାରା ଭଗବାନ ଶଙ୍କର ପ୍ରସନ୍ନ ହୁଅନ୍ତି ଏବଂ ଜଳାଭିଷେକକୁ ମଧ୍ୟ ଗ୍ରହଣ କରିଥାନ୍ତି ବୋଲି ମଧ୍ୟ ବିଶ୍ୱାସ ରହିଛି। ତେବେ ପଦ୍ମପୁରର ଐତିହାସିକ ଶ୍ରୀ ମଲ୍ଲିକେଶ୍ୱର, ପୁଡ଼ିକେଶ୍ୱର, ଧବଳେଶ୍ୱର ଏବଂ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଆଜି ଅନେକ କାଉଡ଼ିଆ ଭକ୍ତଙ୍କର ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ପଚାରି ବୁଝିବା କେତେ ବର୍ଷ ହେଲା ପୂଜା କରୁଛନ୍ତି?
ଏବଂ ଆଉ ପୁରୀଶ୍ୱର ମନ୍ଦିର ତରଫରୁ ଆଜି କ'ଣ କ'ଣ ବ୍ୟବସ୍ଥା ହୋଇଛି? ଏବେ ଦୀର୍ଘ 8 ବର୍ଷ ହେଲା ଆମର ସଂଘ ଚାଲିଛି ଏବଂ ଏ ବର୍ଷ ପ୍ରଥମ ଶ୍ରାବଣ ମାସ ପ୍ରଥମ ସୋମବାରରେ ଗୁଣପୁର ବଂଶଧାରା ନଦୀରୁ ଆମେ ଜଳ ଉଠାଇଥିଲୁ ଏବଂ ଆମର ପାଖାପାଖି 40 ଜଣ କାଉଡ଼ିଆ ଭାଇ ପଦଚାରଣ କରି ପୁଡ଼ିକେଶ୍ୱର ମନ୍ଦିର ନିକଟରେ ପହଞ୍ଚିଛୁ ଏବଂ ପୁଡ଼ିକେଶ୍ୱର ମନ୍ଦିରରେ ଆମେ ଜଳାଭିଷେକ କରିଛୁ। ଆଉ ଜଳାଭିଷେକ କରି ଆମେ ପ୍ରଭୁ ପୁଡ଼ିକେଶ୍ୱରଙ୍କ ଠାରୁ କୃପା ଲାଭ କରିବା ପାଇଁ ଚାହୁଁଛୁ। ଜୟ ଶିବ ଶମ୍ଭୁ। ଶ୍ରାବଣ ମାସର ପ୍ରଥମ ସୋମବାରରେ ପଦ୍ମପୁର ଅଞ୍ଚଳରେ ଦ୍ୱିତୀୟ ଶୈବ ପୀଠ ଗୁଡ଼ାକ ଅଛି। ମଲ୍ଲିକେଶ୍ୱର, ଧବଳେଶ୍ୱର, ପୁରୀକେଶ୍ୱର, ମଲ୍ଲିକେଶ୍ୱର ଓ ନୀଳକଣ୍ଠେଶ୍ୱର। ଆଜି ପାହାଡ଼ ଉପରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରରେ ଶତାଧିକ ଶ୍ରଦ୍ଧାଳୁ ଆସି ପାଣି ଢାଳୁଛନ୍ତି। କଥାରେ ପୌରାଣିକ ଅଛି ଯେ ଶ୍ରାବଣ ମାସର ସୋମବାରରେ ଶିବଙ୍କ ଲିଙ୍ଗରେ ପାଣି ଢାଳିଲେ ଶିବ ନିଜର ମନସ୍କାମନା ପୂର୍ଣ୍ଣ କରନ୍ତି ଏବଂ ଶ୍ରଦ୍ଧାଳୁଙ୍କ ମନୋବାଞ୍ଛା ପୂର୍ଣ୍ଣ କରନ୍ତି ବୋଲି କଥାରେ ଅଛି। ରାୟଗଡ଼ା ପ୍ରତିଦିନ ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ। ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ କାଉଡ଼ିଆ ଭାଇମାନେ ଏଠାରେ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଜଳଲାଇ କରିବା ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ତେବେ ଏଠାରେ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭୋର 4ଟାରୁ ମନ୍ଦିର ଖୋଲାଯାଇଛି ଏବଂ ନୀତିକାନ୍ତି ମଧ୍ୟ ସରିବା ପରେ ବର୍ତ୍ତମାନ କାଉଡ଼ିଆମାନେ ଆସି ଏଠାରେ ଜଳାଭିଷେକ ମଧ୍ୟ କରୁଛନ୍ତି। ତେବେ ପୂଜକ ଅଛନ୍ତି। ଜଳାରତି କରିବା ପରେ କାଉଡ଼ିଆମାନଙ୍କର ଜଳାଭିଷେକ ଜାରି ରହିଛି। ଆଉ ଜଳାଭିଷେକ କଲେ କ'ଣ କୃପା ମିଳିଛି? ओंकार बिंदु संयुक्त नित्यं ध्यायन्ति जोगिना कामधम मक्षण शैव ओंकाराय नमः नमः। ओं ओं हूँ ब्रह्मा विष्णु महेश्वर एक ब्रह्म द्वितीय नास्ति। तेणुक भगवानंकर कृपा लाभ करने शिव होती आशुतोष, शिव होती अकर्म कर्मदायक। तेणुक ये श्रावण मासरे जो माने जलाभिषेक करती पदयात्रा कर जलाभिषेक करती से आशुतोष अर्थात से मनस्कामना पूर्ण करती। मनस्कामना पूर्ण हुए एवं विभिन्न स्थान जल लागी करते। तेबे नीलकंठेश्वर बोलबम संघ तरफ एठारे 40 वर्ष है से दीर्घ वंशधारा नदी पूजार्चना कर प्रथम सोमवार नीलकंठेश्वर मंदिर जलाभिषेक कर पद्मपुर धवलेश्वर, पुड़िकेश्वर एवं श्री मल्लिकेश्वर संघ तरफ विभिन्न देवालय जलाभिषेक करने देवाधिदेव महादेव कृपा लाभ कर।